ରାମ ନାରାୟଣ ରାମ ଆମର ମୂଳ ମନ୍ତ୍ର ଏବଂ ମୂଳ ଧ୍ୱନି ପ୍ରତ୍ୟେକ ପରିସ୍ଥିତିରେ ଏବଂ ପ୍ରତ୍ୟେକ ସ୍ଥାନରେ ବିଦ୍ୟମାନ ଅଛି। ଶିଶୁର କ୍ରନ୍ଦନରେ ପ୍ରଣବ ଧ୍ୱନି ଅଛି, ମନ୍ତ୍ର ଅଛି। ବ୍ୟଥା ଏବଂ ଦୁଃଖର ସ୍ୱରରେ ମଧ୍ୟ ପ୍ରଣବ ଧ୍ୱନି ଅଛି। ମୃତ୍ୟୁ କାନ୍ଦନ ପ୍ରତ୍ୟେକ ସ୍ଥାନରେ ପ୍ରଣବ ବିଦ୍ୟମାନ ଅଛି। କିଏ ଯେତେ ବଡ଼ ଜ୍ଞାନୀ କିମ୍ବା ସାହିତ୍ୟିକ ହେଲେ ବି ମୃତ୍ୟୁ ସମୟରେ କିମ୍ବା କାନ୍ଦିବା ସମୟରେ ସେ କବିତା କିମ୍ବା ସାହିତ୍ୟ ରଚନା କରିପାରେ ନାହିଁ। ଏହି ବୀଣା ଯନ୍ତ୍ରରେ ଆମେ ମୂଳାଧାରରୁ ସହସ୍ରାର ପର୍ଯ୍ୟନ୍ତ ବାରମ୍ବାର ସେହି ମନ୍ତ୍ରକୁ ମନେ ପକାଇ ଆଗକୁ ବଢ଼ୁଛୁ। ଏକ ସାଧାରଣ ଶୁକ୍ରସ୍ଖଳନର ଅଳ୍ପ ଆନନ୍ଦରେ ଆମେ ପାଗଳ ହୋଇଯାଉ। ଏହା ତ ବିଶାଳ ସାଗରରେ କେବଳ ଗୋଟିଏ କଣି ମାତ୍ର। ଆମେ ଧ୍ୱନିର ସାଧନା କରୁଛୁ, ଜାତିର କଲ୍ୟାଣ ହେଉଛି। ସମସ୍ତ ସଂସ୍କାରକୁ ଛାଡ଼ି ଆମେ ଆଗକୁ ବଢ଼ିବୁ। ଏହି ସଂସ୍କାରଗୁଡ଼ିକ ଆମର ପ୍ରକୃତ ବନ୍ଦୀଘର ଅଟେ। ମୁକ୍ତି ପାଇବାର ଚିନ୍ତା ହେଉଛି ଆମର ଏକମାତ୍ର ଚିନ୍ତା। କୀର୍ତ୍ତନର ସ୍ୱର ସହିତ ଏହି ମନ୍ତ୍ର ଧ୍ୱନିର ସ୍ମରଣ କରାଯାଏ। ଯଜ୍ଞ, ପୂଜା, ପର୍ବ ଅନୁଷ୍ଠାନ ହୋଇଥାଏ। ଗାନର ଭଳି ଏହି ଅନୁଷ୍ଠାନଗୁଡ଼ିକ ଚାଲୁଥାଏ ଏବଂ ସେତେବେଳେ ସମାପ୍ତ ହୁଏ ଯେତେବେଳେ ସ୍ୱର ମିଳିଯାଏ। ଯେପର୍ଯ୍ୟନ୍ତ ଆମେ ନହରରୁ ନଦୀକୁ ପହଞ୍ଚୁ ନାହିଁ ସେ ପର୍ଯ୍ୟନ୍ତ ଏହି ମନ୍ତ୍ରର ଆବଶ୍ୟକତା ରହିବ। ଆମ ପାଇଁ ସବୁ କିଛି ପ୍ରସ୍ତୁତ ହୋଇଯାଇଛି। ଏକ ସ୍ୱତଃ ସ୍ଫୁରଣ ହେବ ଏବଂ ସବୁ କିଛି ଆମେ ଅନୁଭବ କରିପାରିବୁ। ଆମର ବ୍ୟକ୍ତିଗତ ଅସ୍ତିତ୍ୱରେ, ଏହି ବାହ୍ୟ ବସ୍ତୁରେ, ଏହି ବୁଦ୍ଧିର ମଧ୍ୟରେ ସେହି ସତ୍ୟ ରହିଛି। ମନନ ଦ୍ୱାରା ଏହାକୁ ଖୋଦି ତାହାକୁ ବାହାର କରିବାକୁ ପଡ଼ିବ। କୁଣ୍ଡଳିନୀ ଜାଗରଣ ଶକ୍ତି, ନିର୍ବାଣ, ନିର୍ବିକଳ୍ପ ସମାଧି ଏହା ସମସ୍ତ ଜ୍ଞାନ ପାଇବାର ମାର୍ଗ। ଆମେ ସେହି ଧ୍ୱନିକୁ ଜାଣିବାକୁ ପଡ଼ିବ, କାରଣ ତାହାକୁ ଜାଣିଲେ ସବୁ କିଛି ଜାଣିପାରିବା। ଏହି ବୀଣା ଯନ୍ତ୍ରକୁ ଆମକୁ ବଜାଇବାକୁ ହେବ।